ये ମାଳ ମାଳ କବାଟି ଖୋଲ ଟିକେ ଖୋଲ ବା ଦେଖିଲ ନା ଦେଖିଲ ତ ତାକୁ ତୋରି ବୁଦ୍ଧିରେ ସେ ମୋ କାମ ଛାଡ଼ି ରାସ୍ତା କାମ କରିବାକୁ ଯାଇଥିଲା। ତୁ ବଜା ତ ମାଇକି ନା ତାକୁ ବୁଦ୍ଧି ଦେଇ ମଦ ଖିଆ ଛଡ଼େଇଲୁ। କି ଲାଭଟା ପାଇଲୁ? ଆଲୋ ସିଏ ତ ଦି ଓଳି ଦେଶୀ ମଦ ପିଇ ଠିକ୍ ଥିଲା, ବର୍ତ୍ତମାନ ବିଦେଶୀ ପିଇଲା, ଦେଖିଲୁ ତା ଅବସ୍ଥା ଏକାଥରେ ଖରାପ ହେଇଗଲା। ଟିକେ ହେଲେ କବାଟ ଖୋଲ, ଖୋଲିବୁନି ତ? ଅନିଲ, ତୋ ପରି ଶହ ଶହ ଲୋକଙ୍କୁ ନା ଏ ରୁଦ୍ର ମହାପାତ୍ର ବଳଦ ପରି ବେଙ୍ଗଳା ପକାଏ। ତାକୁ ଏଥର ଏମିତି ଗଦ ଶୁଙ୍ଘେଇଛି ଯେ 2 ଘଣ୍ଟାକୁ ଥରେ ସିଏ ମଦ ନ ପିଲେ ନା ବାଡ଼େଇ କଚାଡ଼ି ମରିଯିବ। ହଇଲୁ ଗୋଟେ କଥା କହିଲୁ, ସିଏ ଏମିତି ବଞ୍ଚିକି ତୋତେ କିଏ ସୁଖ ଦେଉଛି କିଲୋ? ଆଲୋ ସେଇଟା ପୁରା ଖତ ହେଇ ସାରିଲାଣି। ତୋ ଦେହର ଭଲ ମନ୍ଦ ସୁଖ ଦୁଃଖ ହାନି ଲାଭ କଥା ସେ କ'ଣ ବୁଝିପାରିବ? ଶୁଣ ମୋ କଥା ମାନ, ଭଲରେ ରହିବ, ନହେଲେ ନା ତୁ ସକାଳୁ ସଞ୍ଜ ଯାଏଁ ଯାହା ଖଟିକି ଆଣୁଥିବୁ ମୁଁ ସେଠି ମଦ ଭାଟି ପାଖରେ ଫାସ ପକେଇ ବସିଛି। ତ ଗେରସ୍ତ ଯାଉଥିବ ଆଉ କାନ ମୁଣ୍ଡ ଆଉଁସିକି ସବୁତକ ସଞ୍ଜ ବୋଡ଼େଇ ଆସୁଥିବ। କହିଲୁ ତୁ ଜାଣିଛୁ ତା ଉପରେ ମୋର କେତେ କରଜ ହେଲାଣି? ତୁମେ ମାଇପି ଗେରସ୍ତ ଦିଟା ସାରା ଜୀବନ କାମ କଲେ ବି ନା ମୋ କରଜ ସୁଝି ପାରିବନି। ସେଥିପାଇଁ ଅନିଲ, ମୁଁ ଯାହା କହୁଛି ମୋ କଥା ମାନ, ଭଲରେ ରହିବୁ। ତୋ ଠାରୁ ମୁଁ ଟଙ୍କାଟେ ବି ନେବିନି। ଥରେ ଖାଲି କବାଟି ଖୋଲିଦେ, ଥରେ ଖାଲି ଗୋଟେ ରାତି ପାଇଁ କବାଟ ଖୋଲିଦେ। ଖୋଲ ଖୋଲ ଖୋଲ, ଟିକେ ଖୋଲ, ଖାଲି ଟିକେ ହେଲେ କୁଲୁ କୁଲୁ କରିଦେବା, ଥରେ ମାତ୍ର ଖୋଲ। ହଉ ନ ଖୋଲ, ଆଉ ମାତ୍ର 2ଟା ମାସ ଅପେକ୍ଷା କର। ତୋର ଏଇ ଗେରସ୍ତ ତୋତେ ଘୋଷାଡ଼ି ନେଇ ମୋ ପାଖରେ ଛାଡ଼ି ଦେଇ ଆସିବ। ସେତେବେଳେ ତୁ କୋଉ ସରକାର, କୋଉ ପୁଲିସ ପାଖରେ ଯାଇ ସାଲିସ କରିବୁ? ଅନେଇଲୁ, ଏ ଭୋଟ ମୋର ଆଉ ଏ ଫାଟି ବି ମୋର। ହଉ ଟିକେ ଖାଲି ଅପେକ୍ଷା କରି ଯା, 2 ମାସ।